ପୁରୁଣା କାଦମ୍ବିନୀ ପୃଷ୍ଠାରୁ। ସୁସ୍ୱାଦୁ ଲସି କରିବାର ଉପାୟ। ଲସି ପ୍ରସ୍ତୁତ କରିବା ବେଳେ ଦହିରେ ପାଣି ନ ଦେଇ କଞ୍ଚା କ୍ଷୀର ମିଶାନ୍ତୁ। ଲସି ସ୍ୱାଦିଷ୍ଟ ଲାଗିବ। ତେଜପତ୍ରର କରାମତି। ଅଟାକୁ ରଖିଲା ବେଳେ ଡବାରେ ପ୍ରଥମେ କିଛି ତେଜପତ୍ର ରଖନ୍ତୁ। ତା ଉପରେ ଅଟା ରଖି ଆଉ କିଛି ତେଜପତ୍ର ଉପରେ ଦିଅନ୍ତୁ। ଅଟା ଅଧିକ ଦିନ ଭଲରେ ରହିବ। ସ୍ୱାଦିଷ୍ଟ ତରକାରୀ। ମଟରରୁ ଚୋପା ଛଡ଼ାଇ ଅଳ୍ପ ଗରମ ପାଣିରେ ଫୁଟେଇ ତରକାରୀରେ ପକାଇଲେ ତରକାରୀ ଆକର୍ଷଣୀୟ ଦେଖାଯିବା ସହିତ ସ୍ୱାଦିଷ୍ଟ ଲାଗିବ। ଝାଡ଼ୁକୁ ବେଶୀ ଦିନ କିପରି ରଖିବେ? ଝାଡ଼ୁ କିଣିବା ପରେ ତାର ଅଗ୍ରଭାଗକୁ ଲୁଣ ପାଣିରେ ଘଣ୍ଟାଏ ଭିଜେଇ ତାପରେ ବ୍ୟବହାର କରନ୍ତୁ। ଦେଖିବେ ଝାଡ଼ୁ ଶୀଘ୍ର ନଷ୍ଟ ହେବ ନାହିଁ। ଅଦା ରସୁଣକୁ ସତେଜ ରଖିବେ କିପରି? ରସୁଣ ଓ ଅଦାକୁ ଅଧିକ ଦିନ ସତେଜ ରଖିବାକୁ ହେଲେ ଅଲଗା ଅଲଗା ପଲିଥିନରେ ପୂରେଇ ଫ୍ରିଜରେ ରଖନ୍ତୁ।